ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କୋସ୍କା ଗ୍ରାମ ପଞ୍ଚାୟତ ଅଧୀନ ଆଦିବାସୀ ଅଞ୍ଚଳ ଭାବରେ ପରିଚିତ ଲୁହାର ଖଣି ଓ ରୋଗାବାଦ ଗ୍ରାମର ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାକାର ଫାଉଣ୍ଡେସନ ଏବଂ ଭାରତ ସରକାରଙ୍କ ଯୁବ କ୍ରୀଡ଼ା ମନ୍ତ୍ରଣାଳୟର ନେହେରୁ ଯୁବ କେନ୍ଦ୍ର ତରଫରୁ ଶୁକ୍ରବାର ରାଷ୍ଟ୍ରୀୟ ହାପିନେସ୍ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ 20 ଜଣ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା ଏବଂ ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କୁ କାଉନ୍ସେଲିଂ କରି ଓପନ୍ ସ୍କୁଲ ମାଧ୍ୟମରେ ପୁନର୍ବାର ପାଠ ସହ ଯୋଡ଼ି ତାଙ୍କ ଜୀବନରେ ହସଖୁସି ଭରିଦେବା ପାଇଁ ପ୍ରୟାସ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାକାର ଫାଉଣ୍ଡେସନର ସଭାନେତ୍ରୀ ଶ୍ରୀମତୀ ପ୍ରଜ୍ଞା ପରମିତା ପରିଡ଼ା, ଯୁବ ସମାଜସେବୀ ଦୁର୍ଯ୍ୟୋଧନ ପରିଡ଼ା ଏବଂ ସମୀର କୁମାର ନାୟକ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସାକାର ଫାଉଣ୍ଡେସନର ସମ୍ପାଦକ ଶ୍ରୀମାନ ଦୀପକ କୁମାର ନାୟକ ପରିଚାଳନା କରିଥିଲେ। ଖଣ୍ଡପଡ଼ାରୁ ସଦାଶିବ ପାତ୍ରଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।